ସୁବର୍ଣ୍ଣ ଚକ୍ର ପୂର୍ବରୁ ଦେଶଗୁଡ଼ିକର ଆବିର୍ଭାବ ସମୃଦ୍ଧି ଓ ପତନ ପୂର୍ବରୁ ଏକ ଧରାଭୂମିରେ ଏକ କାହାଣୀ ବିଦ୍ୟମାନ ଥିଲା, ଯାହା ହେଉଛି ଧର୍ମ, ସାହସ ଏବଂ ଭାଗ୍ୟର ସଂଜ୍ଞା ବହନ କରୁଥିଲା। ଆମର ଆପଣାର ପ୍ରାଚୀନ ଭୂମି ଭାରତ ମାଆର କାହାଣୀ। ସେହି ଯୁଗର ପ୍ରଲମ୍ବିତ ପ୍ରତିଧ୍ୱନି ମଧ୍ୟରେ ଜଣେ ଦିବ୍ୟ ମାର୍ଗଦର୍ଶକ ନିଜ ଦିବ୍ୟ ଉପସ୍ଥିତି ରଖିଥିଲେ। ଶ୍ରୀକୃଷ୍ଣ, ସନ୍ତୁଳନର ରକ୍ଷକ, ସତ୍ୟର ସ୍ୱର। ମହାଭାରତର ମହାଯୁଦ୍ଧରେ ସେ ମାନବ ଜାତିକୁ ଶିକ୍ଷା ଦେଇଥିଲେ, ଜୀବନ ନିଜେ ଏକ ଯୁଦ୍ଧ, ଅନ୍ଧାର ଏବଂ ଆଲୋକ ମଧ୍ୟରେ, କର୍ତ୍ତବ୍ୟ ଏବଂ ଇଚ୍ଛା ମଧ୍ୟରେ। ସମୟ ବିତିବା ସହିତ ଏହି ପୁଣ୍ୟଭୂମିରେ ସ୍ପନ୍ଦିତ ହେଉଥିଲା କୃଷ୍ଣଙ୍କ ଶିକ୍ଷା। ଯମୁନା କୂଳରୁ ପୁଣ୍ୟତୋୟାରୁ ମହାନଦୀର ବିସ୍ତୀର୍ଣ୍ଣ ଶଯ୍ୟା ପର୍ଯ୍ୟନ୍ତ, ଯେଉଁଠାରେ ବଙ୍ଗୋପସାଗରର ନୀଳାଭ ଜଳରାଶି ଏକ ଭୂଖଣ୍ଡକୁ ଚୁମ୍ବନ କରୁଥିଲା, ଯେଉଁଠି ସାହସ କରୁଣା ସହିତ ଫେଣ୍ଟି ହୋଇ ରହିଥିଲା ଏବଂ ଯେଉଁଠି ଯାତ୍ରା କେବଳ ସମୁଦ୍ରର ଢେଉଚିରି ନୁହେଁ ବରଂ ଏକ ବୈଭବପୂର୍ଣ୍ଣ ସମୟର ସୂତ୍ରପାତ କରିଥିଲା। ସେ ମହାନ ଭୂଖଣ୍ଡକୁ କଳିଙ୍ଗ କୁହାଯାଉଥିଲା, ଯୋଦ୍ଧା ଏବଂ ସାଧବ ମାନଙ୍କର ଗର୍ବିତ ଭୂମି। ଏହାର ଅଧିବାସୀ ସମୁଦ୍ର ମଧ୍ୟରେ ବୋଇତ ମେଲାଇ ଯାତ୍ରା କରୁଥିଲେ, ବିଜୟ ପାଇଁ ନୁହେଁ ବରଂ ସମ୍ପର୍କର ଡୋରି ଯୋଡ଼ିବାକୁ। ତଥାପି କଳିଙ୍ଗର ନିର୍ମଳ ଜଳ ସବୁବେଳେ ଶାନ୍ତି ବହନ କରିନାହିଁ। ସମ୍ରାଟ ଅଶୋକଙ୍କର ପରାକ୍ରମୀ ଶକ୍ତିର ବିଜୟ ଏହାର ନଦୀର ଜଳକୁ ରକ୍ତରଞ୍ଜିତ କରିଥିଲା। ତଥାପି ଏହି ମାଟିରେ ସମ୍ରାଟ ଅଶୋକ ଶକ୍ତି ଉପରେ, ଶାନ୍ତି ଆଉ ବିଜୟ ଉପରେ କରୁଣା ଦେଖାଇଲେ, ଅନୁଭବ କରିଥିଲେ। ଯୁଦ୍ଧର ପାଉଁଶ ଗଦାରୁ ଶାନ୍ତିର ବାର୍ତ୍ତା, ବୌଦ୍ଧବାଦର ଆଲୋକ ଉଦିତ ହୋଇଥିଲା। ବିଜୟର ବାନା ଉଡ଼ାଉଥିବା ସମ୍ରାଟ ଅଶୋକ ପରିଶେଷରେ ଭଗବାନ ବୁଦ୍ଧଙ୍କ ପଥ ଗ୍ରହଣ କଲେ। ଚଣ୍ଡାଶୋକ ହେଲେ ଧର୍ମାଶୋକ। ଯୁଦ୍ଧଭୂମିର ଭେରି ଶବ୍ଦ ପରିବର୍ତ୍ତିତ ହୋଇଥିଲା ଧର୍ମର ମୃଦୁ ଶାନ୍ତ ସ୍ନିଗ୍ଧ ଉଚ୍ଚାରଣରେ। ଅସ୍ତ୍ରଶସ୍ତ୍ରର ବିକଟାଳ ଶବ୍ଦ ବଦଳରେ ଶୁଭିଲା ସତ୍ୟ, ଦୟା, ଧର୍ମର ସ୍ୱର। ଏକ ନୂତନ ବିଜୟର ପ୍ରାରମ୍ଭ ହୋଇଥିଲା, ଭୂମିର ନୁହେଁ ହୃଦୟର। ସମୟର ଚକ ଗଡ଼ିବା ସହ କଳିଙ୍ଗ ପ୍ରସିଦ୍ଧ ଗଙ୍ଗ ରାଜବଂଶ ଅଧୀନରେ ଏହାର ସୁବର୍ଣ୍ଣ ଯୁଗରେ ପ୍ରବେଶ କରେ। ଗଙ୍ଗାରୁ ଗୋଦାବରୀ ଯାଏ ରାଜତ୍ୱ କରୁଥିବା ମହାନ ଅନନ୍ତ ବର୍ମନ ଚୋଳଗଙ୍ଗ ଦେବଙ୍କ କାଳରେ ଏହା ଶୀର୍ଷକୁ ଛୁଇଁ ପାରିଥିଲା। ତାଙ୍କର ପ୍ରଚଣ୍ଡ ଭକ୍ତି ଓ ଆତ୍ମାର ପ୍ରତିବେଦନ ସ୍ୱାକ୍ଷର ପୁରୀର ମହାନ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଥିଲା। ଏକତା, ବିଶ୍ୱାସ ଏବଂ ଦିବ୍ୟ କାରିଗରୀର ପ୍ରତୀକ, ଯାହା ଓଡ଼ିଶାର ସ୍ପନ୍ଦନ ଓ ସ୍ୱାଭିମାନ ଭାବରେ ଆଜି ବି ଠିଆ ହୋଇଛି। ଚୋଡ଼ଗଙ୍ଗ ଦେବ ନିଜ ରାଜଧାନୀ କଟକରୁ ରାଜକାର୍ଯ୍ୟ ସମ୍ପାଦନ କରୁଥିଲେ, ଯାହା ଆଜିର ଆଧୁନିକ କଟକ ମହାନଗର ଭାବରେ ପରିଚିତ। ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱ ସମୟରେ ପୁରୀର ପବିତ୍ର ନଗରୀ ସମୃଦ୍ଧ ହୋଇଥିଲା। ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ଆଧ୍ୟାତ୍ମିକ କେନ୍ଦ୍ର ପାଲଟିଥିଲା। ବିଶ୍ୱାସ ଓ ଆସ୍ଥାର ସର୍ବୋତ୍ତମ ପ୍ରତୀକ ସାଜିଥିଲା ପବିତ୍ର ରଥଯାତ୍ରା। ଏସିଆ ତଥା ବିଶ୍ୱର ସର୍ବବୃହତ୍ ଉତ୍ସବ ମଧ୍ୟରୁ ଅନ୍ୟତମ, ଯେଉଁଠି ଚତୁର୍ଦ୍ଧା ମୂର୍ତ୍ତି ନିଜେ ଦିବ୍ୟ ରଥରେ ଆସୀନ ହୋଇ ପଥରେ ବିଜେ କରନ୍ତି। ପଥରେ ରଥ ଗଡ଼ି ଚାଲେ, ମଣିମାଙ୍କ ଦିବ୍ୟ ଡାକରେ କଳିଙ୍ଗର ହୃଦୟ ବିରାଜମାନ କରେ।